ସମସ୍ତ କୁନି କୁନି ପିଲାମାନଙ୍କୁ ଆଜିର ଏହି ଗଳ୍ପ ଭିଡ଼ିଓକୁ ସ୍ୱାଗତ। ଆଜିର ଭିଡ଼ିଓଟି ହେଉଛି ପଞ୍ଚମ ଶ୍ରେଣୀ ପିଲାମାନଙ୍କ ପାଇଁ। ତୁମେମାନେ ତ ଜାଣିଛ ଯେ ପଞ୍ଚମ ଶ୍ରେଣୀର ସାହିତ୍ୟ ବହିର ନାମ ଭାଷା ମହକ, ଯାହାର ଦ୍ୱିତୀୟ ବିଷୟର ନାମ ହେଉଛି ନ୍ୟାୟର ସିଂହାସନ। ଏକ ସୁନ୍ଦର କାହାଣୀ ଯେଉଁଟା ଆମେ ବର୍ତ୍ତମାନ ଶୁଣିବା। ତେଣୁ ତୁମେମାନେ ସମସ୍ତେ ମନ ଦେଇ ଏହି କାହାଣୀଟିକୁ ଶୁଣ, ଯାହାକି ତୁମମାନଙ୍କୁ ବହୁତ ଭଲ ଲାଗିବ। ବୁଝିପାରିଲ? ଠିକ୍ ଅଛି। ତାହେଲେ ବର୍ତ୍ତମାନ ଆମେ କାହାଣୀ କହିବା ଆରମ୍ଭ କରିବା। ବିଷୟର ନାମ ହେଉଛି ନ୍ୟାୟର ସିଂହାସନ। ଅନେକ ବର୍ଷ ତଳର କଥା। ଉଜ୍ଜୟିନୀ ନାମରେ ଏକ ଐତିହାସିକ ତଥା ପ୍ରାଚୀନ ନଗରୀ ଥିଲା। ସେଠାରେ ଭୋଜରାଜ ନାମରେ ଜଣେ ରାଜା ରାଜତ୍ୱ କରୁଥିଲେ। ତାଙ୍କ ନଗରୀକୁ ଲାଗି ଧାରାପୁରୀ ବୋଲି ଗୋଟିଏ ଗ୍ରାମ ଥିଲା। ସେଠାରେ ଏକ ସୁଦୀର୍ଘ ପଡ଼ିଆ ଥିଲା। ପ୍ରତ୍ୟେକ ଦିନ ଅନେକ ପିଲା ସେହି ପଡ଼ିଆକୁ ଖେଳିବାକୁ ଆସନ୍ତି। ପଡ଼ିଆର ଗୋଟିଏ ପଟେ ଉଚ୍ଚ ଚିକ୍କଣ ପଥରଟିଏ ଥିଲା। ପିଲାମାନେ ମିଶି ସେଠାରେ ଗୋଟିଏ ମଞ୍ଚା ତିଆରି କଲେ। ମଞ୍ଚାଟି ସିଂହାସନ ଭଳି ଦେଖାଯାଉଥିଲା। ମଞ୍ଚା ତିଆରି ପରେ ପିଲାଟିଏ ସେଥିରେ ଥିବା ପଥର ଉପରେ ବସି ପଡ଼ିଲା। ସବୁ ସାଙ୍ଗଙ୍କୁ ଡାକି କହିଲା, ଏ ସିଂହାସନ ଆଜିଠୁ ମୋର। ମୁଁ ରାଜା, ତୁମ୍ଭେମାନେ ମୋର ପାରିଷଦ ବର୍ଗ। ତୁମ୍ଭେମାନେ ଜଣ ଜଣ କରି ତୁମର ଅଭିଯୋଗ ମୋ ନିକଟକୁ ଆଣ। ମୁଁ ସେଗୁଡ଼ିକର ବିଚାର କରିବି। ସଭିଏ ମିଶି ବିଭିନ୍ନ ପ୍ରକାର ଅଭିଯୋଗ ଗୋଟିଏ ପରେ ଗୋଟିଏ ରାଜାଙ୍କ ନିକଟରେ ଉପସ୍ଥାପନ କରନ୍ତି। ପିଲାଟି ମଞ୍ଚାର ସିଂହାସନରେ ବସି ସମସ୍ତଙ୍କ ଅଭିଯୋଗ ଶୁଣେ ଓ ତୁରନ୍ତ ସମସ୍ତଙ୍କୁ ଖୁସି କଲା ଭଳି ଫଇସଲା ଶୁଣାଏ। ପିଲାମାନେ ନିୟମିତ ଏଭଳି ଖେଳ ଖେଳନ୍ତି ଓ ବହୁତ ମଜା କରନ୍ତି। ପଡ଼ିଆ ଦେଇ ଯାଉଥିବା ବାଟୋଇମାନେ ମଧ୍ୟ ପିଲାଙ୍କ ଏହି ଖେଳକୁ ଉପଭୋଗ କରନ୍ତି ଓ ରାଜା ଭାବେ ମଞ୍ଚାସୀନ ପିଲାଟିର ବିଚାର ଶୈଳୀକୁ ଦେଖିକରି ଆଶ୍ଚର୍ଯ୍ୟ ପ୍ରକଟ କରନ୍ତି। ବେଳେବେଳେ ନିଜ ନିଜ ମଧ୍ୟରେ କୁହାକୁହି ହୁଅନ୍ତି କି ଏ ବାଳକ ଦେହରେ କିଛି ଦୈବୀ ଶକ୍ତି ରହିଛି, ଫଳରେ ସେ ଏଭଳି ସୁନ୍ଦର ଓ ଉପଯୁକ୍ତ ବିଚାର ପ୍ରଦାନ କରିପାରୁଛି। ଦିନକର କଥା। ଦୁଇ ଜଣ କୃଷକ ସେମାନଙ୍କ ମଧ୍ୟରେ ହୋଇଥିବା କଳିର ବିଚାର ପାଇଁ ରାଜାଙ୍କ ନିକଟକୁ ନ ଯାଇ ମଞ୍ଚରେ ବସୁଥିବା ପିଲା ନିକଟରେ ଉପସ୍ଥିତ ହେଲେ। ଦୁହେଁ ସେମାନଙ୍କ କଳି ବିଷୟରେ ପିଲାଟିକୁ କହିଲେ। ପିଲାଟି ଗମ୍ଭୀରତାର ସହ ସବୁ ଶୁଣିଲା। ଶେଷରେ ସେ ଦୁହିଁଙ୍କୁ ଏପରି ଫଇସଲା ଶୁଣାଇଲା, ଯାହା ଶୁଣି ଦୁହେଁ ଆଶ୍ଚର୍ଯ୍ୟ ହୋଇଗଲେ। ସେହି ଦିନଠାରୁ ଲୋକମାନେ ନିଜ ନିଜର ଆପତ୍ତି ଅଭିଯୋଗକୁ ନେଇ ଆଉ ରାଜାଙ୍କ ନିକଟକୁ ନ ଯାଇ ସେହି ପିଲାଟି ପାଖକୁ ଆସନ୍ତି। ପିଲାଟି ସଭିଙ୍କୁ ସନ୍ତୁଷ୍ଟ କଲା ପରି ନ୍ୟାୟ ପ୍ରଦାନ କରେ। ଫଳରେ ପିଲାଟିର ଯଶ ସବୁଆଡ଼େ ବ୍ୟାପିବାକୁ ଲାଗିଲା। ରାଜାଙ୍କ ନିକଟରେ ପିଲାଟିର ଖ୍ୟାତି ପହଞ୍ଚିଗଲା। ପ୍ରଥମେ ସେ ବହୁତ ରାଗିଗଲେ, କିନ୍ତୁ ପରେ ସେ ମନସ୍ଥ କଲେ ପିଲାଟି ନିକଟକୁ ଯିବେ ଓ ପିଲାର ବିଚାରଧାରାକୁ ଦେଖିବେ। ପରଦିନ ପାତ୍ରମନ୍ତ୍ରୀଙ୍କ ସହ ରାଜା ମଞ୍ଚାର କିଛି ଦୂରରେ ରହି ପିଲାମାନଙ୍କର ଖେଳକୁ ନିରୀକ୍ଷଣ କଲେ। ସେ ପିଲାଟିର ବୁଦ୍ଧିମତା ଓ ନ୍ୟାୟ ପ୍ରଦାନ ଶୈଳୀକୁ ବହୁତ ପସନ୍ଦ କଲେ। ମନ୍ତ୍ରୀଙ୍କୁ ପାଖକୁ ଡାକି କହିଲେ, ସତରେ ଏ ପିଲା ବଡ଼ ବୁଦ୍ଧିମାନ। ତା ବିଚାରଧାରାକୁ ମାନିବାକୁ ପଡ଼ିବ। ଏତେ ଛୋଟ ବୟସରେ ସେ ଯେଉଁ ନ୍ୟାୟ ବିଚାର କରୁଛି, ବଡ଼ମାନେ ମଧ୍ୟ ତା ନିକଟରେ ହାର ମାନିବେ। ଏହି ସମୟରେ ଜଣେ ପାରିଷଦ କହିଲେ, ହଜୁର, ଏ ପିଲା ତ ନିଇତି ମଞ୍ଚରେ ବସୁଥିବା ପିଲା ନୁହେଁ। ପ୍ରତିଦିନ ମଞ୍ଚାରେ ବସୁଥିବା ପିଲା ଜ୍ୱରରେ ଆକ୍ରାନ୍ତ ହୋଇଥିବା ଯୋଗୁଁ ତା ସ୍ଥାନରେ ଏ ପିଲା ମଞ୍ଚାସୀନ ହୋଇଛି। ରାଜା କହିଲେ, ତେବେ ଏହା ତ ବଡ଼ ଆଶ୍ଚର୍ଯ୍ୟ କଥା। ଯାହା ବି ହେଉ,
ଏହି ମଞ୍ଚା ସିଂହାସନର ନିଶ୍ଚୟ କିଛି ଚମତ୍କାରିତା ଅଛି। ମୁଁ ଏହାକୁ ପରୀକ୍ଷା କରିବି। ରାଜା ତତ୍କ୍ଷଣାତ୍ ସେହି ମଞ୍ଚା ତଳକୁ ଖୋଳିବାକୁ ଆଦେଶ ଦେଲେ। ଖୋଳୁ ଖୋଳୁ ମଞ୍ଚା ତଳୁ ଏକ ସୁନ୍ଦର ଚନ୍ଦ୍ରକାନ୍ତ ପଥରରେ ତିଆରି ରତ୍ନ ଖଚିତ 32ଟି ପୁତ୍ତଳିକା ଯୁକ୍ତ ସିଂହାସନ ଦେଖିବାକୁ ପାଇଲେ। ସିଂହାସନର 4ଟି ଗୋଡ଼ରେ 4 ଜଣ ଦେବଦୂତଙ୍କ ମୂର୍ତ୍ତି ଖୋଦେଇ ହୋଇ ସିଂହାସନର ଶୋଭାବର୍ଦ୍ଧନ କରୁଥିଲା। ମାଟି ତଳୁ ସିଂହାସନ ମିଳିବା କଥା ପବନ ବେଗରେ ଚାରିଆଡ଼େ ବ୍ୟାପିଗଲା। ହଜାର ହଜାର ଲୋକ ସିଂହାସନ ଦେଖିବାକୁ ଭିଡ଼ ଜମାଇଲେ। ଜଣେ ବିଦ୍ୱାନ ପଣ୍ଡିତ ସିଂହାସନ ଦେଖି କହିଲେ, ଏହା ସାଧାରଣ ସିଂହାସନ ନୁହେଁ, ଏହା ବହୁ ବର୍ଷ ପୁରୁଣା ରାଜା ବିକ୍ରମାଦିତ୍ୟଙ୍କ ସିଂହାସନ। ଏହା ଉପରେ ରାଜା ବିକ୍ରମାଦିତ୍ୟ ଉପବେଶନ କରି ସତ୍ୟ, ଧର୍ମ, ନ୍ୟାୟର ବିଚାର ପ୍ରଦାନ କରୁଥିଲେ। ସୁତରାଂ ଏହା ଏକ ନ୍ୟାୟର ସିଂହାସନ। ରାଜା ଏହା ଶୁଣି ଆଦେଶ ଦେଲେ, ତୁରନ୍ତ ଏ ସିଂହାସନକୁ ରାଜଦରବାରକୁ ପ୍ରେରଣ କରାଯାଉ। ଏହା ଉପରେ ମୁଁ ବସିବି ଓ ପ୍ରଜାଙ୍କ ଆପତ୍ତି ଅଭିଯୋଗର ଫଇସଲା କରିବି। ତା ପରଦିନ ରାଜା ଉତ୍କଣ୍ଠାର ସହ ସିଂହାସନରେ ବସିବାକୁ ଉଦ୍ୟତ ହେଉଥିବା ବେଳେ ହଠାତ୍ କାହାର ଏକ ଶବ୍ଦ ଶୁଣାଗଲା, ରହିଯାଆନ୍ତୁ ରାଜା। ରାଜା ଚାରିଦିଗକୁ ଚାହିଁଲେ, କେହି ନାହାନ୍ତି। ସେ ପୁନର୍ବାର ସିଂହାସନରେ ବସିବାକୁ ଆଗେଇ ଯାଆନ୍ତେ, ପୁଣି ସେହିପରି ଶବ୍ଦ, ରହିଯାଆନ୍ତୁ ରାଜା ବୋଲି ଶୁଭିଲା। ଏଥର ରାଜା ଆଶ୍ଚର୍ଯ୍ୟ ହୋଇ ଦେଖିଲେ, ସିଂହାସନ ଗୋଡ଼ରେ ଖୋଦିତ ଗୋଟିଏ ପୁତ୍ତଳିକା ତାଙ୍କୁ ଏ କଥା କହୁଛି। ପୁତ୍ତଳିକା ପୁଣି କହିଲା, ରାଜା, ଆପଣ କ'ଣ ଏ ସିଂହାସନରେ ବସିବାକୁ ଯୋଗ୍ୟ? ଆପଣ କ'ଣ ଦୃଢ଼ତାର ସହିତ କହିପାରିବେ କି ଜୀବନରେ କେବେ ଚୋରି କରିନାହାନ୍ତି? ରାଜା ଲଜ୍ଜାରେ ମୁଣ୍ଡ ତଳକୁ କଲେ, କାରଣ ତାଙ୍କର ମନେ ପଡ଼ିଲା ସେ କିଛି ବର୍ଷ ତଳେ ତାଙ୍କର ଜଣେ ପାରିଷଦଙ୍କ ଜମିକୁ ଜବରଦସ୍ତ ହଡ଼ପ କରିଥିଲେ। ପୁତ୍ତଳିକା ପୁଣି କହିଲା, ଆପଣଙ୍କୁ ଏ ଚୋରି ଅପରାଧରୁ ମୁକୁଳିବା ପାଇଁ 3 ଦିନ ଧରି ପୂଜାର୍ଚ୍ଚନା କରି ପ୍ରାୟଶ୍ଚିତ କରିବାକୁ ପଡ଼ିବ। ଏହାପରେ ପୁତ୍ତଳିକାଟି ଡେଣା ହଲାଇ ସେଠାରୁ ଉଡ଼ିଗଲା। ରାଜା ପୁତ୍ତଳିକାର କଥା ଅନୁସାରେ 3 ଦିନ ଧରି ପୂଜାର୍ଚ୍ଚନା ଓ ଉପବାସ କରି 4ର୍ଥ ଦିନ ସିଂହାସନରେ ବସିବାକୁ ଗଲେ। ହେଲେ ଏ କ'ଣ? ପୁଣି ଦ୍ୱିତୀୟ ପୁତ୍ତଳିକା କହିବାକୁ ଲାଗିଲା, ରହିଯାଆନ୍ତୁ ରାଜା, ଆପଣ ଦୃଢ଼ତାର ସହିତ କହିପାରିବେ କି ଜୀବନରେ କେବେ ମିଛ କହିନାହାନ୍ତି ବୋଲି? ରାଜା କହିଲେ, ମୁଁ ତ ପିଲାବେଳେ କୌଣସି ନା କୌଣସି ଅସୁବିଧାରେ ପଡ଼ିଥିବା ବେଳେ ମିଛ କହିଦେଇଥାଏ। ଦ୍ୱିତୀୟ ପୁତ୍ତଳିକା ରାଜାଙ୍କ କଥା ଶୁଣି ଡେଣା ହଲାଇ ଆକାଶକୁ ଉଡ଼ିଗଲା। ରାଜା ପୁଣି 3 ଦିନ ଧରି ପୂଜାର୍ଚ୍ଚନା ଓ ଉପବାସ କରିବା ପରେ ସିଂହାସନରେ ବସିବାକୁ ଗଲାବେଳେ ତୃତୀୟ ପୁତ୍ତଳିକା ରାଜାଙ୍କୁ ପୁଣି ଅଟକାଇ କହିଲା, ସିଂହାସନରେ ବସିବା ପୂର୍ବରୁ କୁହନ୍ତୁ, ଆପଣ କାହାକୁ କେବେ କ'ଣ ଜୀବନରେ ଆଘାତ ପହଞ୍ଚାଇ ନାହାନ୍ତି? ରାଜା ଏହା ଶୁଣି ପଛକୁ ଘୁଞ୍ଚିଗଲେ। ତୃତୀୟ ପୁତ୍ତଳିକା ମଧ୍ୟ ଅନ୍ୟମାନଙ୍କ ପରି ଡେଣା ହଲାଇ ଉପରକୁ ଉଡ଼ିଗଲା। ରାଜା ପୂର୍ବ ପରି 3 ଦିନ ଧରି ପୂଜାର୍ଚ୍ଚନା ଓ ଉପବାସ କଲେ। ପୂଜା ଶେଷରେ ସେ ସିଂହାସନରେ ବସିବାକୁ ଉଦ୍ୟମ କଲାବେଳେ 4ର୍ଥ ପୁତ୍ତଳିକା ବାହାରି ପଡ଼ି କହିଲା, ରହିଯାଆନ୍ତୁ ରାଜା, ଯେଉଁ ପିଲା ଏ ସିଂହାସନରେ ବସୁଥିଲା ସେ ଅତ୍ୟନ୍ତ ସରଳ ନିଷ୍ପାପ ଥିଲା। ତା ମନ କଳୁଷିତ ନଥିଲା। ତୁମେ ଯଦି ନିଜକୁ ଯୋଗ୍ୟ ବୋଲି ମନେ କରୁଛ, ତେବେ ଏ ସିଂହାସନରେ ବସିପାର। ରାଜା ବହୁତ ସମୟ ଧରି ଭାବିବାକୁ ଲାଗିଲେ। ନିଜକୁ ନିଜେ କହିଲେ, ଯଦି ଗୋଟିଏ ସାମାନ୍ୟ ପିଲା ଏ ସିଂହାସନରେ ବସିପାରୁଛି, ତେବେ ମୁଁ ରାଜା ଭାବେ ତ ଅଧିକ ଯୋଗ୍ୟ। ପୁଣି ମୁଁ ଧନବାନ, ବଳବାନ ଓ ବୁଦ୍ଧିମାନ। ତେଣୁ ମୁଁ ଏ ସିଂହାସନରେ ବସିବାକୁ ଅଧିକ ଉପଯୁକ୍ତ। ଏହା ଭାବି ସିଂହାସନରେ ବସିବାକୁ ଅଗ୍ରସର ହେବା ମାତ୍ରେ 4ର୍ଥ ପୁତ୍ତଳିକା
ସିଂହାସନ ସହିତ ଆକାଶ ମାର୍ଗକୁ ଡେଣା ହଲାଇ ଉଡ଼ିଗଲା। ରାଜାଙ୍କ ନ୍ୟାୟର ସିଂହାସନରେ ବସିବା ନୋହିଲା। ତେଣୁ ପିଲାମାନେ, ଆଜିର ଏହି ଗଳ୍ପଟି କିପରି ଲାଗିଲା ତୁମେମାନେ କମେଣ୍ଟସରେ ନିଶ୍ଚିତ ଭାବରେ ଜଣାଇବ। ଆମେ ପରବର୍ତ୍ତୀ ଭିଡ଼ିଓରେ ଏହି ବିଷୟର ପ୍ରଶ୍ନ ଉତ୍ତର କରିବା। ଠିକ୍ ଅଛି। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ।